ତାଙ୍କର ବର୍ତ୍ତମାନ ଗୋଟେ ଧାରାବାହିକ ଗୋଟେ ଚିରାଚରିତ ଢଙ୍ଗରେ ପ୍ରତ୍ୟେକ କଥାରେ ସେ ପୂର୍ବ ସରକାରକୁ ଦୋଷ ଦେଇ ଚାଲିଛନ୍ତି। ସବୁ କଥାରେ କହୁଛନ୍ତି ପୂର୍ବ ସରକାର ଅମଳରେ ଦୁର୍ନୀତି ହେଇଥିଲା, ସବୁ ହେଇଥିଲା। କେଉଁଠି ଗୋଟେ ପ୍ରମାଣ କଲେଣି ସେମାନେ? ଆଚ୍ଛା, ବର୍ତ୍ତମାନ ଯଦି ନିଜେ ଆନାଉନ୍ସ କରୁଛନ୍ତି ଚାଉଳ ବାବଦରେ ଜିପିଏସ୍ ଲାଗିବ, ଏଫ୍ସିଆଇ ଗୋଦାମରୁ ଗାଡ଼ି ଆସିବ, ଟ୍ରାକିଂ କରାହେବ, ସବୁ ହେବ। ଅଲ୍ ଅଫ୍ ସଡନ୍ ବନ୍ଦ କାହିଁ କରାହେଲା? ଆପଣମାନେ ଗଣମାଧ୍ୟମ କ'ଣ ଜାଣିପାରୁନାହାନ୍ତି ଯେ ଆ ଧୀରେ କିଛି ଅସାଧୁ ଠିକା ଯେଉଁମାନେ ଅଛି ନେଇଛନ୍ତି ସେଇମାନଙ୍କ ଚାପରେ ବର୍ତ୍ତମାନ ସରକାର ତାଙ୍କ ନିଷ୍ପତ୍ତି ବଦଳେଇଲେ। ସେଇଟା କ'ଣ ଆପଣ ଜାଣିପାରୁନାହାନ୍ତି? ମୁଁ କାହିଁ କହିବି, ଲୋକ ସବୁ ବୁଝୁଛନ୍ତି। ନିଷ୍ପତ୍ତି ସରକାର ନେଉଛି, କେତେ ନିଷ୍ପତ୍ତି ନେଇଗଲାଣି, ସାଙ୍ଗେ ସାଙ୍ଗେ ତୁରନ୍ତ ପୁଣି ତା ବଦଳୁଛି। ତା ମନ୍ତ୍ରୀ ଗୋଟେ କଥା କହୁଛନ୍ତି, ସଚିବ ଗୋଟେ କଥା କହୁଛନ୍ତି, ହେଲା ବେଳକୁ ଆଉ ଗୋଟେ କଥା ହେଉଛି। ସେମିତି ସ୍ୱାଭାବିକ ଭାବରେ ସବୁବେଳେ ଆର ପୂର୍ବ ସରକାର ସମୟ ଅମଳ ହେଇଥିଲା, ପୂର୍ବ ସରକାର ଅମଳ ହେଇଥିଲା। ତାହେଲେ ଏଇଟା ଆପଣ ତ ନିଜେ ନିଷ୍ପତ୍ତି ନେଲେ, ଡିକ୍ଲେୟାର କଲେ, ପୁଣି ଆପଣ ବନ୍ଦ କରିବା କାରଣ କ'ଣ? ସେ କିଏ ମଝିରେ କେଉଁ କଣ୍ଟ୍ରାକ୍ଟର ଅଛି, କେଉଁ ଠିକାବାଲା ଅଛନ୍ତି ଯେଉଁମାନଙ୍କ ପ୍ରେସର ଚାପରେ ଆପଣ ଏ କଥା ବଦଳେଇଲେ? ତେଣୁ ଆ ଦେହରେ ଦୁର୍ନୀତି ଗନ୍ଧ ସ୍ପଷ୍ଟ ବାରି ହେଉଛି। ଆମ ସମୟରେ ଆମେ ଆଜି ବି କହୁଛୁ ସୁଲଭ ଦଳରେ ସବୁ ଜାଗାରେ ଆମର ଯେଉଁ ଚେନ୍ ସିଷ୍ଟମ୍ ଥିଲା କେଉଁଠି କିଛି ହେଇନି, ଗୋଟେ ଦାଗ କେଉଁଠି ନାହିଁ। ତେଣୁ ବର୍ତ୍ତମାନ ବର୍ତ୍ତମାନ ସେମିତି ସରକାର କେମିତି ଚଳେଇବେ ଆମେ ଦେଖୁଛୁ। ବର୍ତ୍ତମାନ ଦୁର୍ନୀତି ସେମାନେ ନିଶ୍ଚିତ ଭାବରେ ଦାୟୀ ସେଥିପାଇଁ ରହିବେ, ଆମେ କିଛି ଦାୟୀ ନୁହଁ। କାରଣ ଆମେ ସମୟରେ ଆମେ ପଚାରୁଛୁ ଆଜି ଆପଣ ପ୍ରମାଣ କରନ୍ତୁ କେଉଁ ଜାଗାରେ କ'ଣ ଆମେ ଦୁର୍ନୀତି କରୁଛୁ, ଗୋଟେ ପ୍ରମାଣ କରି କୁହନ୍ତୁ। ଆଜି ଆମର ଯାହା କରିଥିବା କାର୍ଯ୍ୟକୁ ଆପଣ ବାହାବା ନେଉଛନ୍ତି, ଆପଣ ରଙ୍ଗ ଲିଭେଇଲେ କ'ଣ ଆପଣ ଇଏ ହେଇଯିବ, କୃତିତ୍ୱ ପଳେଇବ? ନବୀନ ପଟ୍ଟନାୟକର ସବୁ ଜାଗାରେ ଆଜି ସାଇନ୍ ବୋର୍ଡ଼ ଆପଣ ଚେଞ୍ଜ କରିଛନ୍ତି, ସବୁ ଜାଗାରେ ରଙ୍ଗ ଲିଭଉଛନ୍ତି। ରଙ୍ଗ ଲିଭେଇଲେ ନବୀନ ପଟ୍ଟନାୟକର ସୁନାମଟା କ'ଣ ପଳେଇବ, ଲିଭିଯିବ? ଲିଭିବ ନାହିଁ। ତେଣୁ ସେଥିପାଇଁ ଇଏ ସବୁ ଭିତରେ ତାଙ୍କ ଭିତରେ ଅନେକ କିଛି ଦୁର୍ନୀତି ଚାଲିଛି। ବର୍ତ୍ତମାନ ଠିକାବାଲା ତାପରେ ଇଣ୍ଟରଫିୟର ସରକାର ଭିତରେ ଅନେକ ବାହାର ଲୋକଙ୍କର ହସ୍ତକ୍ଷେପ ଚାଲିଛି। ଏ ସ୍ୱାଧୀନ ସରକାର ନୁହେଁ, ଏ ସରକାର ଅନେକ ଚାପଗ୍ରସ୍ତ। ତେଣୁ ଯାହା ବର୍ତ୍ତମାନ ହେବାକୁ ଯିବ, ଦୁର୍ନୀତି ହେବ, ସବୁ ଆପଣଙ୍କ ଲୋକଲୋଚନକୁ ଆମେ ଆଣିବୁ, ବିଜେତା ଆଣିବ। ଆପଣମାନେ ଦେଖନ୍ତୁ ଆଗକୁ ଅନେକ ଇସ୍ୟୁ ଅଛି, ଆମେ ଯେଉଁଟା ଉଠେଇବୁ। ମନ୍ତ୍ରୀ କହୁଛନ୍ତି ଗୋଟେ, କରୁଛନ୍ତି ଗୋଟେ। ସମସ୍ତେ ଆପଣ ଦେଖନ୍ତୁ, ଆପଣ ମୁଁ କାହିଁ କହିବି, ଏଇଟା ତ ଆଲୋଚନା ସବୁଆଡ଼େ ହେଉଛି। ତାଙ୍କ ଦଳ ଭିତରେ ବି ଆଲୋଚନା ହେଉଛି ଯେ ଆପଣମାନେ କ'ଣ କହୁଛନ୍ତି, କ'ଣ ନାହିଁ, ଆପଣ ଜାଣିପାରୁଛନ୍ତି କ'ଣ କହୁଛନ୍ତି, କ'ଣ ବକ୍ତବ୍ୟ ରଖିଲା ବେଳକୁ ସେମାନେ କ'ଣ କହୁଛନ୍ତି, କ'ଣ ନାହିଁ ଆମେ ଜାଣିପାରୁନୁ। ତେଣୁ ଆମେ ବିଜୁ ଜନତା ଦଳ ନିଶ୍ଚିତ ଭାବରେ ଧାରାବାହିକ ଭାବେ ଲୋକଲୋଚନକୁ ପ୍ରତ୍ୟେକ କଥାକୁ ଆଣିବ, ଇସ୍ୟୁକୁ ଆଣିବ, ଯାହା ଆମ ଆଖିକି ଆସିବ। ଆମେ ସଜାଗ ଅଛୁ, ଦେଖୁଛୁ ସେମାନେ କ'ଣ କରୁଛନ୍ତି।